ଅଛି ବହି ଏମନ୍ତ ଦେଖି ଥାଇ ଗଲେ ସେ ଦେଶ ରାଜାଙ୍କୁ କହିଲେ ଏମନ୍ତ ଦେଖି ଥାଇ ଗଲେ ସେ ଦେଶ ରାଜାଙ୍କୁ କହିଲେ ଶୁଣନୁ ପରାଣ ଛାମୁରେ କରୁଛୁ ଜଣାଣ ସେ ନନ୍ଦ ମହାନ୍ତିଙ୍କି ଧରି ମାଇଲେ ଉପ୍ରଧନ କରି ଚର୍ମତା ଯାଇଛି ନିକିଳି ରୁଧିର ଯାଉଅଛି ଗଳି देखिलु आम्भे तहु एहा बुझिण आज्ञा हेउ शुणी नृपति क्रोध भरे बोलंती जाओ हुड़ी द्वारे नंदकु डाकी घेनी आस बुझिबा एथिर संदेश जेताकु मारी थी बा राजू बाहर करी देबा शुणी चलिले दूत माने नंद महांती सन्निधाने पासरे होइले प्रवेश बोइले राजा आज्ञास शुणी संतोष नंद दास मनरे होइण हरस दूतंक संगे चली गले नृपति छामुरे मिलिले देखि नृपति दुख तार व्याकुल होइले अपार बोइले आरे आरे नंद तोते माइला केउ मंद बहन फेड़ी मोते कह देखि मो सहु नाही देह शुणी से नंद ब्रह्म एते बोइला की पचार मते मोते जे तुई त माइलु एबे मंत किंपा बोलु शुणी हसिले नर साई बोइले छाड़ी नाही बाई ता शुणी बोले नंद बाई देखिबा हेउ नर साई पाचिला कदली पणस छेना नड़िया घेनियास एठा लोकंकु खुआइबा प्रभु महिमा देखाइबा एठा लोकंकु खुआइबा प्रभु महिमा देखाइबा प्रकारे आनी देले
ଦେଖିବା ହେଉ ନୃପେଶ୍ୱର ଏ ମନ୍ତ ଶୁଣି ମହାରଥା ବୋଇଲେ ବୁଝିବା ଏ କଥା ଏ ଚାରି ଦ୍ରବ୍ୟ ଚାରି ଜଣ ଭୁଞ୍ଜିଲେ ବୁଝିବା ପ୍ରମାଣ ତାହା ଶୁଣିନ ଲୋକେ ଧରି ଭୁଞ୍ଜିଲେ ଭିନ୍ନ ଭିନ୍ନ କରି ତା ଦେଖି ସେ ନନ୍ଦ ମହାନ୍ତି ସମସ୍ତ କରିଦେଲା ବାନ୍ତି ସେ କ୍ଷଣେ ଭିନ୍ନ ଭିନ୍ନ କରି ବୋଲେ ଦେଖ ହୋ ଦଣ୍ଡଧାରୀ ତା ଦେଖି ନୃପବର ବୋଲନ୍ତି କି ଚମତ୍କାର ଆହୁରି ବୁଝିବା କଥାଏ ଫିଟିବ ମନର ସଂଶୟ ବୋଲି ଶ୍ରୀ ହସ୍ତେ ବେତ ଗୋଟି ଧରି ଜଣକୁ ଦେଲେ ପିଟି ତାହାର କିଛି ନହିଲା ସେ ନନ୍ଦ ଚମକି ପଡ଼ିଲା ଅଙ୍ଗରୁ ଚର୍ମ ଛାଡ଼ିଗଲା ଫାଟିଣ ରୁଧିର ବହିଲା ତାହା ଦେଖିଣ ନରପତି ମନରେ କଲେ ଅତି ଭୀତି ମନରେ କରି ଦଣ୍ଡବତ ବିନୟେ କହିଲେ ବହୁତ ଅନେକ ଅଳଙ୍କାର ଧରି ବସ୍ତ୍ର ସହିତେ ପୂଜା କରି ବୋଲେ ମୋ ଅପରାଧ ଯେତେ ଚିତେ ନ ଧର କଦାଚିତେ ତାହା ଶୁଣିନ ନନ୍ଦବାଇ ଅଳପ ହସିଣ କହି ବୋଇଲେ ଶୁଣ ନୃପରାଣ କି ହେବ ଏ ବସ୍ତ୍ର ଭୂଷଣ ତୁମ୍ଭେ ଏଣିକି ଚେତା ହୁଅ ଚିର ନୁହଁଟି ନର ଦେହ ଚାଲୁଣି ମଧ୍ୟେ ଯେହ୍ନେ ପାଣି ରଖିଲେ ନ ରହେ ତା ଜାଣି ସେହି ପ୍ରକାରେ ଏହି ଜୀବ କେବଳ ଚାହୁଁ ଚାହୁଁ ଯିବ ଏଥକୁ ଯିବେ ଦୟା କରି ଜାଗ୍ରତ ହୁଅ ଦଣ୍ଡଧାରୀ ଏମନ୍ତ ଜ୍ଞାନ ତାକୁ ଦେଇ ସେ ବସ୍ତ୍ର ଭୂଷଣ ନ ନେଇ ହେ ରାଜା ଗଲିଟି ବୋଇଲେ ତହୁଁ ତକ୍ଷଣେ ଚଳିଗଲେ ଯାଉ ପ୍ରବେଶ ଖଣ୍ଡଗିରି ରହିଲେ ସିଦ୍ଧ ତନୁ ପରି ତା ଭକ୍ତି ମୁକ୍ତି କଥା ମାନ ଜାଣନ୍ତି ପ୍ରଭୁ ଭଗବାନ ଶୁଣ ହେ ମନ ମହାରଥା ଏ ଦାଢ଼୍ୟ ଭକ୍ତି ରସ କଥା କହଇ ବିପ୍ର ରାମ ଗୀତେ ଅଶେଷ ପ୍ରାଣୀଙ୍କର ହିତେ ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ନନ୍ଦ ମହାନ୍ତି ଦାଢ଼୍ୟତା ଭାବ ବର୍ଣ୍ଣନେ ନାମ 144 ଆପଣମାନେ ଶୁଣୁଥିଲେ ଭକ୍ତ କବି ରାମଦାସ ବିରଚିତ ଦାଢ଼୍ୟତା ଭକ୍ତିର 71ତମ ଭାଗ। ଏଥିରେ ଆପଣମାନେ ଶୁଣୁଥିଲେ ନନ୍ଦ ମହାନ୍ତି ସମ୍ବାଦ। ବେତାର ରୂପାନ୍ତର କରିଥିଲେ ଶ୍ରୀଚରଣ ଦାସ, ବର୍ଣ୍ଣନାରେ ଥିଲେ ଝରଣ ଦାସ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ, ପ୍ରଯୋଜନା କରିଥିଲେ ଦୀପକ ସାମନ୍ତରାୟ।